ନିଜର ପ୍ରେମକୁ ପାଇବା ପାଇଁ ମନ୍ଦିରରେ ସରିଲା ବାହାଘର। ହଠାତ୍ ଏମିତି ବାହାଘର ପଛର କ'ଣ ରହିଛି ପ୍ରକୃତ କାରଣ? ଦର୍ଶକ ବନ୍ଧୁ, ଆପଣମାନେ ତ ସମସ୍ତେ ତାରିଣୀ ଆଖିରେ ତାରା ଧାରାବାହିକ ଦେଖୁଛନ୍ତି। ଏହି ଧାରାବାହିକକୁ ମଧ୍ୟ ବେଶ୍ ପସନ୍ଦ କରୁଥିଲେ। ଏହି ଧାରାବାହିକର ଲିଡ୍ ଆକ୍ଟର ତରୁଣ, ତାଙ୍କର ମଧ୍ୟ ନିକଟରେ ନିର୍ବନ୍ଧ ସରିଥିଲା। ଆଉ ଏବେ ତାରାଙ୍କର ବାହାଘରକୁ ନେଇ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ କାହାକୁ କାହିଁକି କାହାରିକୁ ନ ଜଣାଇ ବିବାହ କଲେ ତାରା? ପ୍ରକୃତରେ ସେହି ବ୍ୟକ୍ତି କିଏ? କାହା ସହିତ ତାରାଙ୍କର ହାତଗଣ୍ଠି ପଡ଼ିଛି? ବେକରେ ରହିଛି ବରଣମାଳ, ମଥାରେ ରହିଛି ସିନ୍ଦୁର। ପ୍ରକୃତରେ ବାହାଘର ପଛର ପ୍ରକୃତ କାରଣ କ'ଣ? ଅଚାନକ କେମିତି ଏତେ ବଡ଼ ଡିସିସନ୍? ସବୁକିଛି ବିଷୟରେ କ'ଣ ରହିଥାଇପାରେ ଅସଲ ରହସ୍ୟ? ସବୁକିଛି ଆପଣମାନେ ଆଗକୁ ଜାଣିବାକୁ ପାଇଯିବେ। ଦର୍ଶକ ବନ୍ଧୁ, ତାରା ଯାହାଙ୍କର ଅଭିନୟକୁ ଆପଣମାନେ ତାରିଣୀ ଆଖିରେ ତାରା ଧାରାବାହିକରେ ପ୍ରଥମ କରି ଦେଖିବାକୁ ପାଇଥିଲେ। ଦର୍ଶକମାନେ ତାଙ୍କର ଅଭିନୟକୁ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଏହି ଧାରାବାହିକରେ ବେଶ୍ ପସନ୍ଦ କରୁଥିଲେ। ପ୍ରଥମରୁ ହିଁ ଲିଡ୍ ଆକ୍ଟ୍ରେସ୍ ଭାବରେ ନଜର ଆସିନଥିଲେ ତାରା, ସାଇଡ୍ ଆକ୍ଟ୍ରେସ୍ ଭାବରେ ନଜର ଆସୁଥିଲେ। କିନ୍ତୁ ଧାରାବାହିକ ସମୟ ଅତିବାହିତ ହେବା ପରେ ତାରାଙ୍କର ଅଭିନୟକୁ ଦର୍ଶକମାନେ ପସନ୍ଦ କରିବା ପରେ ତାରା ମଧ୍ୟ ଲିଡ୍ ଆକ୍ଟ୍ରେସ୍ ଭାବରେ ନଜର ଆସିଥିଲେ। ଦର୍ଶକମାନେ ତାରା ଏବଂ ତରୁଣଙ୍କର ଯୋଡ଼ିକୁ ମଧ୍ୟ ବେଶ୍ ପସନ୍ଦ କରୁଥିଲେ। ରିଏଲ୍ ଲାଇଫ୍ରେ ମଧ୍ୟ ଦର୍ଶକମାନେ ଏହି ଯୋଡ଼ିକୁ ଦେଖିବାକୁ ପସନ୍ଦ କରୁଥିଲେ। ହେଲେ ନିକଟରେ ତରୁଣଙ୍କର ସରିଯାଇଥିଲା ନିର୍ବନ୍ଧରେ ମଧ୍ୟ ତାରା ଉପସ୍ଥିତ ଥିଲେ। ହେଲେ ତାରା ଏତେଟା ଖୁସି ଜଣା ପଡ଼ୁନଥିଲେ ଏବଂ ବର୍ତ୍ତମାନ ସମୟରେ ତାରା ପୁଣି ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିଜ ବାହାଘରକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାରା ବଧୂ ବେଶରେ ନଜର ଆସୁଛନ୍ତି। ମଥାରେ ସିନ୍ଦୁର ଅଛି, ବେକରେ ବରଣମାଳ ରହିଛି ଏବଂ ମଥାରେ ଓଢ଼ଣା ମଧ୍ୟ ରହିଛି। ରାସ୍ତାରେ ଛିଡ଼ା ହୋଇଥିବାର ଏବଂ ରିଲ୍ କରୁଥିବାର ଏକ ଭିଡ଼ିଓ, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।